ନିଯୁକ୍ତିପତ୍ର ବାଣ୍ଟିଲେ ମୋଦି। ପ୍ରଧାନମନ୍ତ୍ରୀ ମୋଦି 51,000ରୁ ଅଧିକ ଯୁବକଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ 19ତମ ରୋଜଗାର ମେଳାରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ସମୟରେ ସେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ 51,000ରୁ ଅଧିକ ନବନିଯୁକ୍ତ ଯୁବକଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନେ ସମସ୍ତେ ଦେଶର ବିକାଶ ଯାତ୍ରାରେ ପ୍ରମୁଖ ଅଂଶୀଦାର ହେଉଛନ୍ତି। ବିଭିନ୍ନ କ୍ଷେତ୍ରର ନୂତନ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଆଗାମୀ ବର୍ଷଗୁଡ଼ିକରେ ଆପଣମାନେ ବିକଶିତ ଭାରତର ସଂକଳ୍ପକୁ ସାକାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ। ଏହି ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ ଆପଣମାନେ ନିଃସନ୍ଦେହରେ ବ୍ୟାପକ ପ୍ରସ୍ତୁତି ଏବଂ ପ୍ରଚୁର ପରିଶ୍ରମ କରିବା ଆବଶ୍ୟକ। ଏହି ସଫଳତା ପାଇଁ ମୁଁ ଅଭିନନ୍ଦନ ଜଣାଉଛି।